ଅନୁଗୁଳ ନାଲକୋ ଥାନା ଗିରାଙ୍ଗ ବଳରାମ ପ୍ରସାଦ ଗ୍ରାମ ଏକ ଢାବା ନିକଟରେ ସାଇକେଲରେ ଘରକୁ ଫେରୁଥିବା ଜଣେ ଯୁବତୀଙ୍କୁ ଟଣା ଅଟରା ପରେ ବାଇକ୍ ଛାଡ଼ି ଯୁବକ ଫେରାର ହୋଇଯାଇଛି। ଟଣା ଅଟରାରେ ଯୁବତୀ ଜଣକ ସାଇକେଲରୁ ଖସି ପଡ଼ିଥିବା ବେଳେ ଯୁବକ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ଝିଅଟି ଚିତ୍କାର କରିବାରୁ ସ୍ଥାନୀୟ ଲୋକ ଜମା ହୋଇଯିବାରୁ ବାଇକ୍ ଚାଳକ ବାଇକ୍ ଛାଡ଼ି ଯୁବକ ସେଠାରୁ ଚମ୍ପଟ ମାରିଥିଲା। ସମ୍ପୃକ୍ତ ଅଭିଯୁକ୍ତ ଯୁବକ ନାଲକୋ ଥାନା ଗିରାଙ୍ଗ ଛକ ମାର୍କେଟର କ୍ରିଷ୍ଣା ଡ୍ରେସ୍ ହାଉସର ସପ୍ଲାଇ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ସେହିପରି ଯୁବତୀ ଜଣକ ବଳରାମ ପ୍ରସାଦ କେନ୍ଦୁପାଟଣା ବାସିନ୍ଦା ହୋଇଥିବା ବେଳେ ସେ ଗିରାଙ୍ଗ ଛକର ଏକ ଡ୍ରେସ୍ ଦୋକାନରେ କାର୍ଯ୍ୟ କରନ୍ତି। ନାଲକୋ ପୋଲିସ ପହଞ୍ଚି ବାଇକ୍ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଆମେ ଦି ଜଣ ଆସୁଥିଲୁ ତାପରେ ସେ ମୋ ସାଇକେଲଟା ଧରି ପକେଇଲା ତାପରେ ମାଉସୀ କହିପାରିଲି କଣ କଲା ମାଉସୀ କୁହନ୍ତୁ ଟିକେ। ସେଇ ସାଇକେଲ ତ ସାର ଧଇଲା ତାପରେ ମୁଁ ତାକୁ ଠେଲି ଦେଇକିରି ଚାବି ଲାଗିଥିଲା ଆକୁ ବଡୁଆ ପକେଇ ଦେଇକିରି ସାଇକେଲ ଏମିତି କରିଦେଇକିରି ପକେଇ ଦେଇକିରି ପଳେଇଲା ଆଉ କଣ ନା ସାର କହିଲା। ଆଚ୍ଛା ଆଚ୍ଛା।